ଅଧିକ ହେଇଯାଉଛି ତଥାପି ଦେବି କିନ୍ତୁ କିଛି ସର୍ତ୍ତରେ। ସର୍ତ୍ତ? କି ସର୍ତ୍ତ? ଆଗ ତମେ ମୋ ବିଛଣାକୁ ଯିବ, ମତେ ଖୁସି ଦବ, ତାପରେ ମୁଁ ତୁମକୁ ଟଙ୍କା ଦେବି। ରାଜି ତ? ରାଜି। ମୁଁ ଆଜି ଗଲେ ପୁଣି କାଲି ଡାକିବି। ରାଜି ତ? ରାଜି। ତମ ଦେହକୁ ଯେତେ ଇଚ୍ଛା ସେତେ ଛୁଇଁବି। ମୁଁ ରାଜି ତ? ହଁ ମୁଁ ରାଜି। ମୁଁ ତମର ସବୁ ପ୍ରସ୍ତାବରେ ରାଜି। ଆଜି ଗଲେ କାଲି, କାଲି ଗଲେ ତା ପରଦିନ, ଯେତେବେଳେ ଯୋଉ ମୁହୂର୍ତ୍ତରେ ମତେ ବିଛଣାକୁ ଡାକିବ ମୁଁ ଆସିବି। ତମେ ଖୁସି ହେବା ପର୍ଯ୍ୟନ୍ତ ମୋର ଦେହକୁ ମୁଁ ତମ ପାଖରେ ସମର୍ପଣ କରି ଚାଲିବି। ତାମାନେ ତମ ସ୍ୱାମୀ ପାଇଁ ଦେହ ବିକି ଦବ? ମୋ ପାଇଁ ଦେହ ବଡ଼ ନୁହେଁ ଚାପାନି ବାବୁ, ମୋ ପାଇଁ ମୋ ସ୍ୱାମୀ ବଡ଼। ମୋ ସ୍ୱାମୀକୁ ଭଲ କରିବା ପାଇଁ ମୋ ଦେହଟାକୁ ବଜାର କରିଦେଇପାରେ, ଅନେକ ପୁରୁଷଙ୍କୁ ମୁଁ ନିମନ୍ତ୍ରଣ କରିପାରେ। ନାଇଁ 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 ନାଇଁ, ଅନେକ ପୁରୁଷଙ୍କୁ ନିମନ୍ତ୍ରଣ କରିବା କ'ଣ ଦରକାର? ତମ ପାଖରେ ବାଟ ବି କ'ଣ ଅଛି? ବାଟ ଖୋଜିଛି ଚାପାନି ବାବୁ, ହେଲେ କିଛି ମିଳିଲାନି। ଅନେକ ଲୋକଙ୍କ ଘରକୁ ଯାଇଛି, ଅନେକ ଲୋକଙ୍କ କପାଳ ପଡିଛି, ତାଙ୍କ ଗୋଡ଼ ହାତରେ ପଡିଛି, କେତେ ନେଉରା ହେଇଛି, ହେଲେ କିଛି ଲାଭ ହେଲାନି। ନିରାଶ ହେଇ ଫେରି ଆସିଲି। ଫେରିବା ବାଟରେ ଭାବିଲି ଏଇଟା ତ ଦବା ନେବାର ସମୟ, କିଛି ନଦେଲେ କିଏ ବା କାହିଁକି ମତେ ଏତେ ଗୁଡେ ଟଙ୍କା ଦବ? ଦବା ପାଇଁ ତ ମୋ ପାଖରେ କିଛି ବି ନାହିଁ। ଭାବିଲି ମୋ ସ୍ୱାମୀକି ଭଲ କରିବା ପାଇଁ ମୁଁ ମୋର ଦେହଟାକୁ ବିକ୍ରି କରିଦେବି। ହଁ ମୁଁ କିଣିବି ଯେ, କିନ୍ତୁ ମୋର କିଛି କଣ୍ଡିସନ ଅଛି। ମୁଁ ତମର ସବୁ କଣ୍ଡିସନରେ ଅଛି। ତମ କିନ୍ତୁ ମନ ଇଚ୍ଛା ମାରିବି, ମନ ଶାନ୍ତି ହେଲା ଯାଇ ମାରିବି। ମୁଁ ତ ଭାବିଥିଲି ତମେ ଗୋଟେ ବଡ ସର୍ତ୍ତ ରଖିଥିବ ବୋଲି, ହେଲେ ତମେ ଏମିତି କଥା କହିଲେ ଯେ ମତେ ହସ ଲାଗିଲା। କୁହ ଚାପାନି ବାବୁ, କେତେ ପିଟି ପାରିବ ମତେ? କେତେ କଷ୍ଟ ଦେଇପାରିବ ମତେ? ଯେତେ କଷ୍ଟ ହେଲେ ବି ବିଧବା ହବାର କଷ୍ଟ ଠାରୁ ମତେ କମ ହେଇଯିବ। ପିଟ ଚାପାନି ବାବୁ, ତମ ମନ ଶାନ୍ତି ହବା ଯାଏ ମତେ ପିଟ। ପିଟ ଚାପାନି ବାବୁ, ପିଟ ମତେ। କୁଆଡେ ଆସିଥିଲ? ମୁଁ ପଚାରୁଛି କୁଆଡେ ଆସିଥିଲ? ତମେ କିଛି ନ କହିଲେ ତମେ କ'ଣ ଭାବୁଛ ମୁଁ କିଛି ଜାଣିପାରିବିନି? ତମେ ଯେତେବେଳେ କବାଟ ଖୋଲି ଚାଲି ଆସିଲ ସେତେବେଳେ ମୋ ମନରେ ସନ୍ଦେହ ହେଲା। ଭାବିଲି ଏତେ ରାତିରେ ମତେ ନ ଜଣେଇ ମଧୁ ବାହାରକୁ ଯିବାର କାରଣଟା କ'ଣ? ସେଇ କାରଣ ଖୋଜି ଖୋଜି ମୁଁ ଆସି ଏଠି ପହଞ୍ଚି ଯାଇଛି। ତମେ ସିନା ମତେ କିଛି ଉତ୍ତର ଦେଲନି, ହେଲେ ମୁଁ ସବୁ ଉତ୍ତର ପାଇସାରିଛି। ତମ ଦେହର ବାସ୍ନାରୁ ଲାଗୁଛି ତମେ ଦେହ ଦାନ କରି ସାରିଛ। ମୁଁ ଦେହ ଦାନ କରିଛି। ଦେହର ଭୋକ ଏତେ ବଢିଗଲା ଯେ ତମେ ବଡ ପୁରୁଷ ମିଛଟାକୁ ଚାଲି ଆସିଲ। ଯଦି ତମର 1000 ପୁରୁଷ ଦରକାର ତମେ ମତେ ବାହୁତ୍ର କାହିଁକି ବାଧ୍ୟ କରି ମୋ ହାତରେ ସିନ୍ଦୁର ପିନ୍ଧୁଥିଲ? ସିନ୍ଦୁର ପିନ୍ଧିବାର ମୋ ନିହାତି ଦରକାର ଥିଲା। ସିନ୍ଦୁର ଯଦି ନିହାତି ଦରକାର ଥିଲା ସ୍ୱାମୀଟା ଅଦରକାରୀ ହେଇଗଲା କେମିତି?
ସ୍ୱାମୀ ବିଛଣା ଛାଡ଼ି ତମେ ବଡ଼ ପୁରୁଷ ବୁଝିଲ ସେ ମଦ ଠିକ ହଁ ଏତେ ତଳକୁ ଖସିଗଲ ଏତେ ବଦଳିଗଲ ତମେ ଜାଣିଛ ମଧୁ ଯୋଉଦିନ ତମେ ମୋ ଜୀବନକୁ ଆସିଲ ସେଦିନ ଏତେ ଦୁଃଖ ଭିତରେ ମୁଁ ବହୁତ ଖୁସି ହେଇଥିଲି ଭାବିଥିଲି ଭାଗ୍ୟରେ ଥିଲା ବୋଲି ତମ ଭଳି ଝିଅ ମୋତେ ମିଳିଲା ହେଲେ ଏବେ ବୁଝୁଛି ତମ ଭଳି ଦେହଜୀବୀ ମୋ ଜୀବନରେ ଆସିବାର ନଥିଲା ତମ ଭଳି ଦେଖିଆ ମୋତେ ମିଳିବାର ନଥିଲା ସେଇ ମଧୁ ଠିକ ଘୃଣା ଲାଗୁଛି ତମ ମୁହଁ ଚାହିଁବା ପାଇଁ ମୋତେ ଘୃଣା ଲାଗୁଛି ଇଚ୍ଛା ତ ହଉଛି ତମ ତଣ୍ଟି ଚିପି ଏଠି ଶେଷ କରିଦେବା ପାଇଁ କାହିଁକି ଏମିତି କର କଣ ପାଇଁ ମୋତେ ଧୋକା ଦେଲ କଣ ପାଇଁ ତମେ ବେଶ୍ୟାବୃତ୍ତି କଲ ଆଜିଠୁ ସବୁ ସମ୍ପର୍କ ସରିଗଲା ତମ ରାସ୍ତା ଅଲଗା ମୋ ରାସ୍ତା ଅଲଗା ମୋ ମୃତ୍ୟୁକୁ ଅପେକ୍ଷା କରିଥିବା ଗୋଟେ ବ୍ଲଡ୍ କ୍ୟାନ୍ସର ପେସେଣ୍ଟ ଆଉ ତମେ ଗୋଟେ ବେଶ୍ୟା ଆମ ଭିତରେ ଆଜିଠୁ କୌଣସି ସମ୍ପର୍କ ନାହିଁ ଭୁଲ ରାସ୍ତାରେ ପାଦ ଦେଇ ତମେ ମୋ ପାଇଁ ମରିଗଲ ତମେ ମୋ ପାଇଁ ମରିଗଲ ମୁଁ ଜାଣିଛି ତମେ ମତେ ଭୁଲ ବୁଝିବ ଘୃଣା କରିବ